ଯେମିତି ଭାଗବତର ଏକାଦଶ ସ୍କନ୍ଧର ତୃତୀୟ ଅଧ୍ୟାୟରେ ଲେଖା ହେଇଛି, ଉତ୍ତମ ସାଧକ, ମଧ୍ୟମ ସାଧକ, ଅଧମ ସାଧକ। ଉତ୍ତମ ସାଧକ କ'ଣ କରେ ନା ସର୍ବଭୂତରେ ପରମାତ୍ମା ପରମ ବ୍ରହ୍ମକୁ ଉପଲବ୍ଧି କରେ। ସର୍ବଭୂତରେ ଜଡ଼ଠାରୁ ଚେତନ ପର୍ଯ୍ୟନ୍ତ। ମଧ୍ୟମ ସାଧକ ଏ କଥା ଚିନ୍ତା କରେ, ପୁଣି ଭୁଲିଯାଏ, ସାଂସାରିକ କାର୍ଯ୍ୟ ଭିତରେ ରହେ। ଯେଉଁମାନେ ଅଧମ ସେମାନେ କ'ଣ କରନ୍ତି ନା କେବଳ ପ୍ରତିମା ଭିତରେ, କେବଳ ମୂର୍ତ୍ତି ଭିତରେ ସେ ଭଗବାନଙ୍କୁ ବା ଦେବାଦେବୀଙ୍କୁ ଉପଲବ୍ଧି ଅନୁଭବ କରନ୍ତି। ଦେଖନ୍ତୁ, ନିଷ୍କାମ କଥା ଆଲୋଚନା ହଉ, କଥା କୁଆଡ଼େ ଗଲାଣି। ଆମେ ନିଷ୍କାମ ବିଷୟରେ କହିବୁ। ତେଣୁ ଈଶ୍ୱର ଯେ ସର୍ବବ୍ୟାପୀ, ସବୁଠାରେ, ସବୁ ସ୍ଥାନରେ, ସବୁଠାରେ ପରିପୂର୍ଣ୍ଣ ଅଛନ୍ତି, ତାହେଲେ ଏ ମନ୍ଦିର ଯିବାର ଆବଶ୍ୟକତା କ'ଣ? ମନ୍ଦିର କରିବାର ଆବଶ୍ୟକତା କ'ଣ? ଶାସ୍ତ୍ର ଅଧ୍ୟୟନ କରିବାର ଆବଶ୍ୟକତା କ'ଣ? ବେଦ, ବେଦାନ୍ତ, ଉପନିଷଦ, ଗୀତା, ଭାଗବତ, ଅଷ୍ଟାଦଶ ପୁରାଣ ପଢ଼ିବାର ଆବଶ୍ୟକତା କ'ଣ? ଗୋଟିଏ ପଦରେ ତ କାମ ସରିଯିବ। କିନ୍ତୁ ତାହା ଏତେ ସହଜ ନୁହେଁ। ଏ ମନରୁ ଭ୍ରାନ୍ତି ଯିବା ବା ଅଜ୍ଞାନତା ଯିବା ବା ମାୟା ଯିବା ଏତେ ସହଜ ନୁହେଁ। ବହୁତ ସାଧନା କଲେ, କଠୋର ସାଧନା କଲେ, ଗୁରୁ ଭଗବାନଙ୍କର କୃପା ହେଲେ ଭଗବାନଙ୍କର ମାୟାକୁ କ'ଣ କରିବ ନା ସାଧକ ବା ସାଧିକା ଅତିକ୍ରମ କରିବ। ତସ୍ମିନ୍ କାଳେ ଆପଣ ଯେତେ ବୁଝୁଛନ୍ତି, ଶ୍ରବଣ କରୁଛନ୍ତି, ନବଦା ଭକ୍ତି, 9 ପ୍ରକାର ଭକ୍ତି ଅଛି, ଭକ୍ତି ଯୋଗରେ ଉଲ୍ଲେଖ ଅଛି। ଆମର ଏଠି 2ଟା କାମ ଚାଲିଛି, ଗୋଟେ ଶ୍ରବଣ ଆଉ ଗୋଟେ ହେଉଛି କୀର୍ତ୍ତନ। ଆପଣମାନେ ଶୁଣୁଛନ୍ତି, ବାବା କହୁଛନ୍ତି, ବା ସୁଖଦେବ କହୁଥିଲେ, ପରୀକ୍ଷିତ ଶୁଣୁଥିଲେ, ବା ଶିବ କହୁଥିଲେ, ପାର୍ବତୀ ଶୁଣୁଥିଲେ, ଭଗବାନ କହୁଥିଲେ, ଉଦ୍ଧବ ଶୁଣୁଥିଲେ। ଏଇ ଉପାସ ରହି ଆସିଛି, କାରଣ ସତ୍ସଙ୍ଗ ସତ୍ୟ ଯୁଗରୁ ହିଁ ରହି ଆସିଛି। ତେଣୁ ସତ ସହିତ ଆମେ କେମିତି ସଙ୍ଗ ହେବା, ସେ ବିଷୟରେ ଆମେ ଭୁବନେଶ୍ୱର ଧ୍ୟାନ କେନ୍ଦ୍ରରେ 1.5 ଘଣ୍ଟା କାଳ କହିଥିଲୁ। ତେଣୁ ଯଦି ଆପଣ କ୍ରିୟା ଅଭ୍ୟାସ ନ କରିବେ, ଆପଣ ସତ ହେଉଛନ୍ତି ପରମାତ୍ମା ପରମ ବ୍ରହ୍ମ, ସେଠି ମନ ଆଉ ପ୍ରାଣ କେବେ ପହଞ୍ଚି ପାରିବ ନାହିଁ। କେବେ ପହଞ୍ଚି ପାରିବ ନାହିଁ। ବିନା କ୍ରିୟାରେ ଆପଣ ସେଠି ପହଞ୍ଚି ପାରିବନି। ବିନା କ୍ରିୟାରେ ବି ପହଞ୍ଚି ଯାଇପାରେ। ପ୍ରଶ୍ନ ଉଠେ, କ'ଣ ପ୍ରଶ୍ନ ଉଠେ? ତାହେଲେ ଯେଉଁମାନେ କ୍ରିୟା ଯୋଗରେ ଦୀକ୍ଷା ଗ୍ରହଣ ନ କରିଛନ୍ତି, କ୍ରିୟା ଯୋଗକୁ ଅଭ୍ୟାସ ନ କରୁଛନ୍ତି, ତାହେଲେ ସେମାନେ କ'ଣ ପରମାତ୍ମା ପରମ ବ୍ରହ୍ମ ସହିତ ମିଳନ ହେଇନାହାନ୍ତି? ମିଳନ ହେଇଛନ୍ତି। ତାର ପ୍ରମାଣ ଅଛି। ରାମକୃଷ୍ଣ ପରମହଂସ କ'ଣ କ୍ରିୟା ଯୋଗରେ ଦୀକ୍ଷା ଗ୍ରହଣ କରିଥିଲେ? ରମଣ ମହର୍ଷି କ'ଣ କ୍ରିୟା ଯୋଗରେ ଦୀକ୍ଷା ଗ୍ରହଣ କରିଥିଲେ? ତୈଲଙ୍ଗ ସ୍ୱାମୀ କ'ଣ କ୍ରିୟା ଯୋଗରେ ଦୀକ୍ଷା ଗ୍ରହଣ କରିଥିଲେ? ଅନେକ ସାଧକ ଭାରତ ବର୍ଷରେ ଅଛନ୍ତି, ସେମାନେ କ'ଣ କ୍ରିୟା ଯୋଗରେ ଦୀକ୍ଷା ଗ୍ରହଣ କରିଥିଲେ? କିନ୍ତୁ ଗୋଟିଏ ବାଟ, ସମସ୍ତଙ୍କର ସେଇ ମନ ପ୍ରାଣ କୌଶଳରେ ହଉ ବା ବିନା କୌଶଳରେ ହଉ ସହସ୍ରରେ ସ୍ଥିତ ହେବାକୁ ପଡ଼ିବ। ଆଉ ବାଟ ନାହିଁ। ସେଇ ସ୍ପାଇନ୍ ଭିତରେ ଚିତ୍ରା ନାଡି ଅଛି, ବଜ୍ରା ନାଡି ଅଛି, ବ୍ରହ୍ମ ନାଡି ଅଛି। ସେଇ ବ୍ରହ୍ମ ନାଡିରେ ପ୍ରାଣର ସଞ୍ଚାର ହେଲେ ବା କୁଣ୍ଡଳିନୀ ଶକ୍ତିର ସଞ୍ଚାର ହେଲେ, କୁଣ୍ଡଳିନୀ ଶକ୍ତି ଜାଗ୍ରତ ହେଇ ଯେତେବେଳେ ସହସ୍ରାରେ ଆପଣଙ୍କର ପହଞ୍ଚିବ, ସେତେବେଳେ ଆପଣ ମୋକ୍ଷ ବା ନିର୍ବାଣ ହେଇଯିବେ। ଏ କେମିତି ହବ? ଏଥିପାଇଁ କୌଶଳ ଅଛି। এই କୌଶଳକୁ ଆମକୁ ଶିଖିବାକୁ ପଡ଼ିବ। ସେଥିପାଇଁ ଆମକୁ ତତ୍ତ୍ୱଗୁରୁ ଗ୍ରହଣ କରିବାକୁ ପଡ଼ିବ। ତତ୍ତ୍ୱଗୁରୁ ଏକଥା କହିବେ, ଆଚାର୍ଯ୍ୟ ଗୁରୁ ବା ଆଦର୍ଶ ଗୁରୁ ବା ସଦ୍ଗୁରୁ ଏ ମାର୍ଗ ଦେଇପାରିବେ ନାହିଁ। ସେଥିଲାଗି ଭାଗବତରେ ଉଲ୍ଲେଖ କଲେ
ଜଗନ୍ନାଥ ଦାସ ଯେ ଗୁରୁ ତତ୍ୱରେ ଗୋଚର ଶିର ମଣ୍ଡିବ ତାପୟର ତତ୍ୱ ବୁଝିଲେ ତ୍ରୁଟେ ଭ୍ରାନ୍ତି ଭବ ସାଗରୁ ତରି ଯାଆନ୍ତି। ସେଠି ସେ ତତ୍ୱଗୁରୁର କଥା କହିଲେ, ଅଲଗା ଗୁରୁର କଥା କହିଲେ ନାହିଁ, ସଦ୍ଗୁରୁର କଥା କହିଲେ ନାହିଁ, କି ଆଦର୍ଶ ଗୁରୁର କଥା କହିଲେ ନାହିଁ, କି ଆଚାର୍ଯ୍ୟ ଗୁରୁର କଥା କହିଲେ ନାହିଁ। ଯେକୌଣସି ଗୁରୁଙ୍କ ପାଖରେ ପାଠ ପଢ଼ିଲେ ଜ୍ଞାନ ଲାଭ ହବ, କିନ୍ତୁ ଜ୍ଞାନ ଯେ କେତେ ପ୍ରକାର, କେଉଁ ଗୁରୁଙ୍କ ପାଖରୁ କେଉଁ ଜ୍ଞାନ ମିଳିବ, ତା ବୋଲି ଗୁରୁ ଯେ ଭୁଲ ନା। ଆପଣ ସଙ୍ଗୀତ ଗୁରୁଙ୍କ ପାଖରେ ବସିଲେ ସଙ୍ଗୀତ ବିଦ୍ୟା ଶିଖିବେ, ସେମିତି ଆପଣ ଅଲଗା ବିଭିନ୍ନ ବିଦ୍ୟା 18 ପ୍ରକାର ବିଦ୍ୟା ଅଛି, 18 ପ୍ରକାର ବିଦ୍ୟା ଗୁରୁ ଅଛନ୍ତି, ତାଙ୍କ ପାଖରେ ବସିଲେ ଆପଣ ସେ ବିଦ୍ୟାଟା ଶିଖିବେ। ତେଣୁ ମୁଖ୍ୟ ଗୁରୁ ଯିଏ ତତ୍ୱ ଗୁରୁ ପାଖରେ ବସିଲେ ଯିଏ କହିଦେବେ ଆପଣ ଯୋଉଠୁ ଆସିଥିଲେ ସେଇଠିକି କେମିତି ଯାଇ ପହଞ୍ଚିବେ, ଯେଉଁ ମହାଶୂନ୍ୟରୁ ଆପଣ ଆସିଥିଲେ ସେଇ ମହାଶୂନ୍ୟରେ ଆପଣ କେମିତି ଯାଇକି ମିଳନ ହେବେ। ବହୁତ ଗୁରୁ ଅଛନ୍ତି ପୂଜା କରିବା ପାଇଁ କହିଦିଅନ୍ତି, ସାଧକ ସାଧିକା କିଏ କୃଷ୍ଣ ଭକ୍ତ, କିଏ ରାମ ଭକ୍ତ, କିଏ ବିଷ୍ଣୁ ଉପାସକ, କିଏ ଜଗନ୍ନାଥଙ୍କ ଉପାସକ, କିଏ ବିଭିନ୍ନ ଦେବାଦେବୀର ଉପାସକ ପୂଜାରେ ଲାଗି ପଡ଼ନ୍ତି, ସେ ସେତିକିରେ ରହିଯାଆନ୍ତି। ତା ଭୁଲ ନୁହେଁ। ବହୁ ଜନ୍ମର ସଂସ୍କାରରେ ମଣିଷ ମୁଖ୍ୟାଭିଳାଷୀ ହୁଏ। ଯଦି ବିବେକ ଉଦୟ ନ ହେବ, ବୈରାଗ୍ୟ ନ ଆସିବ, ଆପଣ ମୁଖ୍ୟାଭିଳାଷୀ ହେବେ ନାହିଁ। ତେଣୁ ବିବେକ ଉଦୟ ହେଲେ କ'ଣ ହୁଏ ନା ସତ୍ ଅସତଟା କହିଦିଏ, ପାପ ପୂର୍ଣ୍ଣ କହିଦିଏ, ଭଲ ମନ୍ଦ କହିଦିଏ। ଏ ଦୁନିଆରେ ସତ୍ କ'ଣ ଅସତ୍ କ'ଣ ଯାହା ଭିତରେ ବିବେକ ଉଦୟ ନ ହୋଇଛି ସେ କେବେ ଜାଣିପାରିବ ନାହିଁ। ସତସଙ୍ଗ ବିନୁ ବିବେକ ନ ହୋଇ, ତେଣୁ ସତ୍ସଙ୍ଗ କଲେ ଆପଣ ଭିତରେ ବିବେକ ଉଦୟ ହେବ।